ସ୍ତ୍ରୀ ପ୍ରତି ମଧ୍ୟ ଭାବ ଥାଏ କି ନା ସନ୍ଦେହ। କାହା ଉପରେ ଭାବ ଥିଲେ ତାକୁ ନେଇ ମଣିଷ ନିଜସ୍ୱ ମତ ଥାଏ, ତାକୁ ପ୍ରକୃତ ପକ୍ଷେ ସୁଖୀ କରିବାକୁ ଚେଷ୍ଟା କରେ। ଏହାଦ୍ୱାରା ତା'ର କର୍ମଶକ୍ତି ବଢ଼ିଯାଏ, ଯୋଗ୍ୟତା ବି ବଢ଼ିଯାଏ, ପ୍ରାପ୍ତି ମଧ୍ୟ ବଢ଼ିଯାଏ। ଅଭାବ ବୋଧ ମନକୁ ଗ୍ରାସ କରିପାରେ ନା। ବିଲ ମଙ୍ଗଳ କଥା ଭାବି ଦେଖନ୍ତୁ, ତା'ର କ'ଣ ଅଭାବର କଥା ଚିନ୍ତା କରିବାର ଅବକାଶ ଥିଲା? ଚିନ୍ତାମଣି ତାକୁ ଅଧିକାର କରି ବସିଥିଲା। ମଢ଼ା ଧରି ସାପ ଧରି ଆଗେଇ ଚାଲିଛି ଚିନ୍ତାମଣିର ସନ୍ଧାନରେ। ଅନେକ କ୍ଷେତ୍ରରେ ଦେଖାଯାଏ ସ୍ତ୍ରୀ ପ୍ରତି ତା'ର ଭାବ ନାହିଁ, ଅଛି କାମ। ଘରେ ଆସି ବସିଛି, ଲସର ଫସର ହୋଇ ସ୍ତ୍ରୀ ପଛେ ପଛେ ବୁଲୁଛି। ସ୍ତ୍ରୀର ପରିବା କାଟି ଦେଉଛି ତ କେତେବେଳେ ଚୁଲିଟା ଧରାଇ ଦେଉଛି, ପିଲାର ଘୁଅଟା ନେଇ ଫୋପାଡ଼ୁଛି ତ କେତେବେଳେ କୁକୁରଟାକୁ ଗାଧୋଇ ଦେଉଛି। ଏଥିରେ ପୌରୁଷ ଅଛି ନା ପ୍ରେମ ଅଛି? ଏପରି କରି ସେ ସୁଖ ପାଏ ନା, ସ୍ତ୍ରୀ ବି ସୁଖ ପାଏ ନା। ସ୍ତ୍ରୀ କିନ୍ତୁ ସ୍ୱାମୀକୁ ଦେଖିବାକୁ ଚାହେଁ ଜଣେ କରିତ୍କର୍ମା ପୁରୁଷ ଭାବରେ। ତେଣୁ ସ୍ତ୍ରୀ ପ୍ରତି ପ୍ରକୃତ ଭାବ, ଭଲ ପାଇବା ଗଜାଇଲେ ବି ପୁରୁଷ ଭିତରେ ଗୋଟାଏ ଫୁର୍ତ୍ତି ଭାବ ଫୁଟି ଉଠେ।